नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ସମାଚାର କୋଣାର୍କରୁ ଭୁବନେଶ୍ୱରକୁ ଗଡ଼ିବ ଟ୍ରେନ୍। ଗପା ନିମାପଡ଼ା ଦେଇ ଭୁବନେଶ୍ୱରରେ ଗଡ଼ିବ ଟ୍ରେନ୍। ନୂଆ ରେଳ ଲାଇନ୍ ପାଇଁ ଚୂଡ଼ାନ୍ତ ସର୍ଭେ ମଞ୍ଜୁରୀ ମିଳିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଭାତୀ ପରିଡ଼ାକୁ ଚିଠି ଲେଖିଥିବାର ସୂଚନା ମିଳିଛି। ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ପୁରୀ ଜିଲ୍ଲା ନିମାପଡ଼ା ଓ ଗପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂତନ ରେଳ ଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମତି ପ୍ରଦାନ କରିଥିବାରୁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞ ଜଣାଉଛୁ। ଏହା ସହିତ ପ୍ରତୀକ୍ଷାରେ ରେଳ ପ୍ରକଳ୍ପ କେବଳ ରାଜଧାନୀ ଓ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମଧ୍ୟରେ ରେଳ ସଂଯୋଗ ସ୍ଥାପନ କରିବ ନାହିଁ। ଏହା ଆମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ଓ ଗପବାସୀଙ୍କ ପାଇଁ ମଧ୍ୟ ଆଶୀର୍ବାଦର ସାବ୍ୟସ୍ତ ହେବ। ପୁରୀ ଜିଲ୍ଲା ନିମାପଡ଼ା ଓ ଗପ ଦେଇ ଭୁବନେଶ୍ୱରରୁ କୋଣାର୍କ ନୂଆ ରେଳ ଲାଇନ୍ ପାଇଁ ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ଅନୁମତି ପ୍ରଦାନ କରିଥିବାରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିରକୃତ କୃତଜ୍ଞତା ଜଣାଉଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ପ୍ରସ୍ତୁତି ହେବ ଗାଇଡ୍ଲାଇନ୍। ବିଧାନସଭାରେ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନରେ ଆଇନ ମନ୍ତ୍ରୀଙ୍କ ଏହି ଉତ୍ତର ରହିଥିବା ବେଳେ ଉକ୍ତଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ପାଇଁ ପରିଚାଳନା କମିଟି କରିଛି ଏବଂ ଏନେଇ ସବ୍ କମିଟି ସେବକ ନିୟୋଗଙ୍କ ସହ ଆଲୋଚନା କରିବ ଏବଂ ସେମିତି ଶ୍ରୀଜୀଉଙ୍କ ନୀତିକାନ୍ତି ପ୍ରଭାବିତ ହେବନି ସେହି ଅନୁସାରେ ଏହି କାର୍ଯ୍ୟକ୍ରମ କରାଯିବ। ନାଟ ମଣ୍ଡପରେ ଧାଡ଼ି ଦର୍ଶନ ପାଇଁ ମାର୍ଗଦର୍ଶନ ପ୍ରସ୍ତୁତ କରିବ ଏବଂ ପ୍ରଥମ ପରୀକ୍ଷାମୂଳକ ଭାବରେ ଧାଡ଼ି ଦର୍ଶନ କରିବାକୁ ପରାମର୍ଶ ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଚଳିତ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଦାନା ବାନ୍ଧିଲା 3ଟି ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ଏନେଇ ମୌସୁମୀ ଜନିତ ନିରନ୍ତର ଚାପ ରେଖା ଓ ଟ୍ରଫ୍ ଲାଇନ୍ ପାଇଁ ରାଜ୍ୟରେ ବର୍ଷା ରହିଥିବ ବୋଲି ସୂଚନା ଆସିଛି। ଇତିମଧ୍ୟରେ ଉତ୍ତର ଆଣ୍ଡାମାନରେ ତଥା ସଂଲଗ୍ନ ମ୍ୟାନମାର ଉପକୂଳରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେଉଥିବାର ସୂଚନା ଆସିଥିବା ବେଳେ ଏହା ସମୁଦ୍ର ପତନରୁ 3.1 କିଲୋମିଟର ଉପରେ ଯାଇ ଲମ୍ବିଥିବାରୁ 22 ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ। ଫଳରେ ରାଜ୍ୟରେ ବର୍ଷାର ପରିମାଣ 23 ତାରିଖରୁ ବୃଦ୍ଧି ପାଇବାର ସୂଚନା ଆସିବା ସହିତ ଉକ୍ତ ଘୂର୍ଣ୍ଣିବଳୟଟି 25 ତାରିଖ ସୁଦ୍ଧା ଅଧିକ ଘନୀଭୂତ ହୋଇ ଲଘୁଚାପର ସୃଷ୍ଟି ହେବ ଏବଂ ଏହା ପ୍ରଭାବରେ 26 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ 24 ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଏବଂ ମୁଖ୍ୟତଃ ପାଗ ମେଘୁଆ ରହିଥିବାରୁ ସର୍ବାଧିକ 2.7 ସେଣ୍ଟିମିଟର ବର୍ଷା ଗଜପତି ଜିଲ୍ଲାରେ ନୂଆଗଡ଼ ଅଞ୍ଚଳରେ ରେକର୍ଡ କରାଯାଇଛି। ଅର୍ଥାତ୍ ଆଜି ଓ ସୋମବାର ରାଜ୍ୟରେ 14 ଜିଲ୍ଲାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ବର୍ଷା ସମୟରେ ପବନର ବେଗ ପ୍ରତି 30ରୁ 40 କିଲୋମିଟର ରହିବାର ସୂଚନା ଆସିବା ପରେ ମଙ୍ଗଳବାରଠାରୁ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ମିଳିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ନିର୍ମାଣ ହେବ ନୂଆ ସେତୁ ଲୋକସେବା ଭବନ। ପ୍ରତିମନ୍ତ୍ରୀ ଦେଲେ ଏହି ନେଇ ସୂଚନା। ମାଷ୍ଟର ପ୍ଲାନ ପାଇଁ ସେତୁ ଓ ନିର୍ମାଣ ନିଗମକୁ ଦାୟିତ୍ୱ ଦିଆଯାଇଥିବା ବେଳେ ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ। ବର୍ତ୍ତମାନ ଲୋକସେବା ଭବନ 68 ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଂ ସମସ୍ୟା ରହୁଥିବାରୁ ନୂଆ ଲୋକସେବା ଭବନ ନିର୍ମାଣ ହେବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସୁଭଦ୍ରାରେ ତୃତୀୟ କିସ୍ତିରୁ ବାଦ୍ ପଡ଼ିଛନ୍ତି 3,69,352 ଜଣ ହିତାଧିକାରୀ। ଗତକାଲି ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ପ୍ରତାପୀ ପରିଡ଼ା ଏହି ଉତ୍ତର ଦେଇଥିବା ସହିତ ଦ୍ୱିତୀୟ କିସ୍ତିରୁ 1,83,768 ଜଣ ବାଦ୍ ପଡ଼ିଥିବା ବେଳେ ସୁଭଦ୍ରାର ପ୍ରଥମ କିସ୍ତିରେ 1,02,80,092 ଜଣ ବାଦ୍ ପଡ଼ିଛନ୍ତି। ସୁଭଦ୍ରାର ଦ୍ୱିତୀୟ କିସ୍ତିରେ 1,96,307 ଜଣ ପାଇଛନ୍ତି ଏବଂ ତୃତୀୟ କିସ୍ତିରେ ପାଇଛନ୍ତି 96,955 ଜଣ। ମୋଟ 9,09,87,894 ଜଣ ଆବେଦନ କରିଥିବା ବେଳେ ଏତିକି ଜଣ ପାଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ପୁଣି ଖୋଲାଯିବ। 70ଗୋଟି ବନ୍ଦ ଥିବା ମଦ ଦୋକାନ ଖୋଲିବାକୁ ବିଭାଗ ତରଫରୁ ଦିଆଯାଇଛି ଅନୁମତି। 4ଟି ନୂଆ ଠିପି ଖୋଲା ମଦ ଦୋକାନ ଓ 3ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପକ୍ଷରେ ଅଛି ପ୍ରସ୍ତାବ। ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି। ବାଲେଶ୍ୱରରେ ସର୍ବାଧିକ 17ଟି ଏବଂ ଗଞ୍ଜାମରେ 10ଟି, ନୟାଗଡ଼ରେ 9ଟି, ମୟୂରଭଞ୍ଜରେ 8ଟି, କଟକରେ 7ଟି, ରାଉରକେଲାରେ 5ଟି, କେଉଁଝରରେ 3ଟି, ବ୍ରହ୍ମପୁରରେ 4ଟି, ବଲାଙ୍ଗୀରରେ 2ଟି, କନ୍ଧମାଳରେ 3ଟି ଏବଂ ମାଲକାନଗିରି, ସମ୍ବଲପୁରରେ 1ଟିଏ ଲେଖା ବନ୍ଦ ଥିବା ମଦ ଦୋକାନ ଖୋଲିବ ବୋଲି ସରକାର ସୂଚନା ଦେଇଛନ୍ତି। ଏହା ସହିତ ସେହି
ସେହିପରି ପୁରୀରେ 3ଟି ଓ ଭୁବନେଶ୍ୱରରେ ଗୋଟିଏ ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ରହିଛି ପ୍ରସ୍ତାବ। ଢେଙ୍କାନାଳରେ 2ଟି ଏବଂ କଟକରେ ଗୋଟିଏ ମଦ ଦୋକାନ ଖୋଲିବ ବୋଲି ସରକାରଙ୍କ ପକ୍ଷରେ ପ୍ରସ୍ତାବ ରହିଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଓଡ଼ିଶାରେ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା 2024 ପାଇଁ ଟାଇମ ଟେବୁଲ ଜାରି ହୋଇଛି। ଅକ୍ଟୋବର 12 ରବିବାର ପ୍ରିଲିମିନାରୀ ପରୀକ୍ଷା ଜାରି ରହିଥିବା ବେଳେ ଏହି ପରୀକ୍ଷା ପାଇଁ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ବଲପୁରକୁ ଜୋନ୍ କରାଯାଇଛି। ବିଦ୍ୟାର୍ଥୀମାନଙ୍କୁ ଅକ୍ଟୋବର 4ରୁ ଓପିଏସସି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ଏବଂ ପରୀକ୍ଷାର 2ଟି ସିଟିଂରେ କରାଯିବ। ପ୍ରଥମ ପତ୍ର ସକାଳ 10ଟା ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବା ବେଳେ ଦ୍ୱିତୀୟ ପତ୍ର ଅପରାହ୍ନ 1:30ରୁ 3ଟା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଟୁଇଟ୍ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ତ୍ରିଶୁଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ। ବ୍ୟୟ ବରାଦ ପାଇଁ 297 କୋଟି ଟଙ୍କାର ମଞ୍ଜୁରୀ ହୋଇଥିବା ବେଳେ ବିଧାନସଭାରେ ପୂର୍ତ୍ତିମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଏଥିରେ ଲିଖିତ ଉତ୍ତର ରହିଛି। ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ଏବଂ 36 ମାସରେ ଶେଷ ହେବ ନିର୍ମାଣ କାମ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତ ଶନିବାର ବିହନ ଉପକମିଟି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଲୋଚନା ଓ ସର୍ବସମ୍ମତି କ୍ରମେ 15ଟି ଉଚ୍ଚ ଗୁଣବତ୍ତା ସମ୍ମାନ ଉନ୍ନୟନ କୃଷି ଫସଲ କିସମକୁ ଅନୁମୋଦନ କରାଯାଇଛି। ଗ୍ରୀନ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ଫସଲ କିସମ ମଧ୍ୟରେ ଅୟୁଟି କଳିଙ୍ଗ ଦ୍ୱାରା ବିକଶିତ 8ଟି କିସମ ହେଉଛି ଲଙ୍କା, ବାଇଗଣ, ଶାଗ, ଟମାଟର, କାଜୁ, ଆମ୍ବ, ଅଦା, କଳା ହଳଦୀ, ଆଳୁ। ସିଟିସିଆରଆଇ ଦ୍ୱାରା ବିକଶିତ 2ଟି କିସମ କନ୍ଦମୂଳ ୟମ୍ ଅର୍ଥାତ୍ ଚିନି ଆଳୁ ଏବଂ ଚେସ୍ ଦ୍ୱାରା ବିକଶିତ 5ଟି କିସମ ଜାମୁର 3 ପ୍ରକାର ଶାଗ, ବାଇଗଣ ଗତକାଲି ଅନୁମୋଦନ ପ୍ରାପ୍ତ ହୋଇଛି। ବୈଠକରେ ଉଦ୍ୟମ କୃଷି ନିର୍ଦ୍ଦେଶକ କାଳୁଙ୍ଗେ କରକୱାନ, ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ପରିଡା, ଡିନ୍ ରିସର୍ଚ୍ଚ ୟୁନିୟନ ଆଇଓଟି ନିରଞ୍ଜନ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶକ ଓଏସଏସି ଲିମିଟେଡ ଏରିଆ ମ୍ୟାନେଜର ଏନଏସସି ଜଗଦୀଶ ମିଶ୍ର, ଇପିଏମ ଉଦ୍ୟମକୁ କମଳବାସିନୀ ମହାନ୍ତି, ବିହନ ଉତ୍ପାଦନ ଗୌରୀହରି ଜେନା, ବିହନ ବିତରଣ ଶ୍ରୀମତୀ ସାବିତ୍ରୀ ପାଇକ, ପରିବା ଚାଷୀ କୃଷ୍ଣଚନ୍ଦ୍ର ନାଗ, କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିବାର ସୂଚନା ଆସିଛି।